ସାଙ୍ଗମାନେ ଆଜି ଆମର ଚିକେନ୍ କରାହେଉଛି। ଆମ ଘରକୁ ଆଜି କୁଣିଆ ଆସିଛନ୍ତି, ସେଇଥିପାଇଁ ଆମର ଚିକେନ୍ କରାହେଉଛି। ମିଲି ଦିଦି ଆମର ଏଠି ରୋଷେଇ କରୁଛି। ବହୁତ ଧୂଆଁ ଗଲାଲୋ, ମାଖି ଫୁଟିଗଲା। ଆଉ ଆଳୁ ଆମର ହେଇ ଆସିଲାଣି, ଆଳୁ କଢ଼ା ହେଇଗଲା। କଲର୍ ପାଇଁ ଟିକେ ଚିନି ପକେଇଦେବା ତେଲରେ, ଭଲ କଲର୍ ଆସିବ। ପିଆଜ ପକା ହେଇଗଲା। ତେଜପତ୍ର ପକେଇବାକୁ ମନ ନଥିଲା, ପିଆଜ ପକା ସାରିଲା ପରେ ତେଜପତ୍ର ପକା ହେଲା। ପିଆଜ ଆମର ହେଇ ଆସିଲାଣି, କାଶ୍ମୀର ଚିଲି ପକେଇଦେବା। ଏବେ ମସଲା ପକେଇଦେବା। ମସଲା ଆମର ଅଦା ରସୁଣ ପେଷ୍ଟ ଆଉ ତା ଦେହରେ କଞ୍ଚା ଲଙ୍କା ପକା ହେଇଛି। ଆଉ ଚିକେନ୍ ମସଲା, ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ସବୁ ପକା ହେଇଗଲା। ଲୁଣ ପକା ହେଇଗଲା। ଚିକେନ୍ ଏବେ ପକା ହେଇଗଲା। କଷିଦେବା ତାକୁ ଭଲ ଆସିଲେ କଷା ଟିକେ ଟେଷ୍ଟ କରିବା କେମିତି ହେଇଛି। ତରକାରୀରେ ବର୍ତ୍ତମାନ ପାଣି ଦିଆ ହେଇଗଲା। ସମସ୍ତେ ମିଶିକିରି କଷା ଟେଷ୍ଟ କରୁଛୁ। ଟେଷ୍ଟି ତୋର ବଢିଆ ଛୋଟା କେମିତି ଲାଗୁଛି ଚିକେନ୍ କଷା? ଚିକେନ୍ ଟା ଭଲ ଲାଗୁଛି, ଟିକେ ରାଗ ହେଇଯାଇଛି। ରାଗ ହେଇଛି, ଚଳେଇ ଦେ। ଆଉ ମାନେ ରେଡି, ଟିକେ ଗରମ ମସଲା ତାପରେ ପକା ହେଇଗଲା। ଏବେ ଖାଇବା ଷ୍ଟାର୍ଟ।